ଛତ୍ରପୁରର ଅଗ୍ରଣୀ ଡ୍ରାମା ଅନୁଷ୍ଠାନ ଜଗନ୍ନାଥ ଡ୍ରାମା କ୍ରିଏସନର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସ୍ତରୀୟ ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ, ଅଭିନୟ ଏବଂ ଗୃହିଣୀମାନଙ୍କ ପାଇଁ ଶଙ୍ଖ ଫୁଙ୍କା ହୁଳହୁଳିରେ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ରିକାପଲ୍ଲୀସ୍ଥିତ ଏନ୍ଏସି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠାନର ମୁଖ୍ୟ ସୁମନ ପଟ୍ଟନାୟକ ଓ ଝରଣା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି। ଏହାକୁ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଜି ପାପାରାଓ ଯୋଗଦେଇ ଶୁଭ ଉଦ୍ଘାଟନ କରିବା ସହିତ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ଉଦ୍ଯାପନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାମାଜିକ କର୍ମୀ ଅରୁଣ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ବିଶ୍ୱଜିତ ସାହୁ, ବରିଷ୍ଠ ସଙ୍ଗୀତ ଗୁରୁ ଗଣେଶ ପଟ୍ଟନାୟକ, ଅଭିନେତା ଶ୍ରୀନିବାସ ବଢ଼ିଆରୀ ଯୋଗଦେଇ ଅନୁଷ୍ଠାନର କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନ ପକ୍ଷରୁ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କୁ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପଟ୍ଟନାୟକ ସ୍ମୃତି ସମ୍ମାନ, ଶ୍ରମିକ ନେତା ସମାଜସେବୀ ପ୍ରଫୁଲ୍ଲ ପଟ୍ଟନାୟକଙ୍କୁ ସ୍ୱର୍ଗତ ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ସ୍ମୃତି ସମ୍ମାନ, ସଙ୍ଗୀତଜ୍ଞ ପ୍ରଫୁଲ୍ଲ ମହାପାତ୍ରଙ୍କୁ ସ୍ୱର୍ଗତ ରାମଚନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ ଓ କଳାପ୍ରେମୀ ତଥା ସଙ୍ଗୀତଜ୍ଞ ମରଣୋତ୍ତର ମାନପତ୍ର ସ୍ୱର୍ଗତ ଜୟକୃଷ୍ଣ ମହାରାଣାଙ୍କ ଧର୍ମପତ୍ନୀ ରୁକ୍ମିଣୀ ମହାରାଣାଙ୍କୁ ବିଜୟ କୁମାରୀ ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ନୃତ୍ୟଗୁରୁ ଗୌତମ ନାୟକ ଓ ତାନିଆ ରେଡ୍ଡୀଙ୍କ ନୃତ୍ୟ ନିର୍ଦ୍ଦେଶନାରେ ସମ୍ବଲପୁରୀ ଆଧୁନିକ ନୃତ୍ୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୀତର ତାଳେ ତାଳେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିବା ସହିତ ପରେ ପରେ ଅନୁଷ୍ଠାନର ମୁଖ୍ୟ ସୁମନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ କୁନି କୁନି ଶିଶୁମାନଙ୍କ ଦ୍ୱାରା ସାମାଜିକ ନାଟକ ସଂସ୍କାର ପରିବେଷଣ କରାଯାଇଥିଲା। ଏହା ଦର୍ଶକମାନଙ୍କ ମନ ମୋହିଥିଲା। ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି, ସାର୍ଟିଫିକେଟ୍ ଦିଆଯାଇଥିଲା। ଅନୁଷ୍ଠାନର ସଭାପତି ବିନେଶ ସାହୁ, ସମ୍ପାଦକ ଦୁର୍ଗା ପ୍ରସାଦ ମାର୍ଥା, ଉପଦେଷ୍ଟା ପ୍ରଶାନ୍ତ କୁମାର ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଗଞ୍ଜାମ ଛତ୍ରପୁରରୁ ପ୍ରଶାନ୍ତ କୁମାର ମହାରଣାଙ୍କ ରିପୋର୍ଟ, ତେଜ ଓଡ଼ିଶା।